ଯାଜପୁର NH5 ସକାଳୁ ସକାଳୁ ଚାଲିଥିଲା ସଫେଇ କାମ। ପ୍ରତିଦିନ ପରି ରାଜୀବ ଲାଗିଯାଇଥିଲେ ରାସ୍ତା ସଫା କାମରେ। ସାଇରନ୍ ବଜେଇ ଦୁଇଟି ନାଲିବତୀ ଗାଡ଼ି ଆସି ହଠାତ୍ ତାଙ୍କ ପାଖରେ ଅଟକିଲା। ଆଉ ପଛେ ପଛେ ଆସି ଅଟକିଲା ଏସିପିଙ୍କ ଗାଡ଼ି। ଜଣେ ଇନ୍ସପେକ୍ଟର ଆସି ଏସିପିଙ୍କ ଗାଡ଼ିର ଡୋର୍ ଖୋଲିଦେବା ପରେ ଏସିପି ବାହାରକୁ ଆସି ପଚାରିଲେ କି ରାଜୀବ କିଏ? ରାଜୀବ ଟିକେ ଡରିଯାଇ ଆଗକୁ ଆସି କହିଲେ, ସାର୍ ମୁଁ ହେଉଛି ରାଜୀବ। କ'ଣ କିଛି ଭୁଲ ହୋଇଯାଇଛି କି ସାର୍? ଯଦି କିଛି ଭୁଲ ହୋଇଯାଇଥିବ କ୍ଷମା କରିଦେବେ ସାର୍। ଏତିକି କହି ରାଜୀବ ହାତ ଯୋଡ଼ୁ ଯୋଡ଼ୁ ଏସିପି ସାହେବ ସିଧା ଯାଇ ରାଜେଶକୁ କୁଣ୍ଢେଇ ପକାଇଲେ। ଆଉ ପୁଣି ତାଙ୍କୁ ପୋଲିସ ଷ୍ଟାଇଲରେ ସାଲ୍ୟୁଟ୍ ମାରିଲେ। ଜଣେ ସାଧାରଣ ଝାଡ଼ୁଦାରଙ୍କୁ ଏସିପି କୁଣ୍ଢେଇବା ସହିତ ସାଲ୍ୟୁଟ୍ ମାରିବା ଦେଖି ସମସ୍ତେ ଯେମିତି ତାଟକା ହୋଇଗଲେ। ହଠାତ୍ କେହି ବି କିଛି ବୁଝିପାରିଲେନି କି ଏସିପି ସାହେବ କ'ଣ ପାଇଁ ସେ ଝାଡ଼ୁଦାରକୁ ଏତେ ସମ୍ମାନ ଦେଲେ। ଆଉ ନିଜେ ରାଜୀବ ବି ବୁଝିପାରୁନଥିଲେ କାହିଁକି ଏସିପି ସାର୍ ତାଙ୍କୁ କୁଣ୍ଢେଇ ପକାଇଲେ। ଯେତେବେଳେ ଏସିପି ସାର୍ ସବୁ ଘଟଣା କହିଲେ, ଶୁଣିକି ସମସ୍ତଙ୍କ ଆଖିରୁ ଲୁହ ଆସିଗଲା। ଆଉ ସେଠାରେ ଉପସ୍ଥିତ ସମସ୍ତ ପୋଲିସ ଅଧିକାରୀ କରତାଳି ଦେଇ ରାଜୀବଙ୍କୁ ସ୍ୱାଗତ କଲେ। ତେବେ କ'ଣ ଥିଲା ସେହି ଅଜବ ଘଟଣା ପଛରର କାହାଣୀ? କାହିଁକି ଏସିପି ଜଣେ ସାଧାରଣ ଝାଡ଼ୁଦାରକୁ କୁଣ୍ଢେଇ ପକାଇ ସାଲ୍ୟୁଟ୍ ମାରୁଥିଲେ? ଏସିପିଙ୍କ ଏମିତି ସମ୍ମାନ ଦେବା ପଛରେ ଏକ ଏମିତି ଘଟଣା ଲୁଚି ରହିଛି ଯାହାକୁ ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ। ଆପଣ ବି ରାଜୀବଙ୍କ ପରି ମଣିଷକୁ ସାଲ୍ୟୁଟ୍ ମାରିବାକୁ ଇଚ୍ଛା ହେବ। ତେବେ ଜାଣିବା ପାଇଁ ସମ୍ପୂର୍ଣ୍ଣ ଭିଡ଼ିଓ ଦେଖନ୍ତୁ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ସେୟାର କରିଦେବେ। ଯାଜପୁରର ଏକ ବେସରକାରୀ ହସ୍ପିଟାଲରେ ଜଣେ 7 ବର୍ଷୀୟ ଝିଅର ଚିତ୍କାର ଶୁଭୁଥିଲା। ବାରମ୍ବାର କହୁଥିଲା, ମମି ମୋତେ ଭାରି କଷ୍ଟ ହେଉଛି, ମୁଁ ଆଉ କଷ୍ଟ ସହିପାରୁନି, ମରିଯିବି। ସେହି କ୍ୟାବିନ୍ ରାସ୍ତା ଦେଇ ଯିଏ ବି ଯାଉଥିଲା ଟିକିଏ ଅଟକି ଯାଉଥିଲା। ଆଉ ଛୋଟ ଝିଅଟିର ଚିତ୍କାର ଶୁଣି ସମସ୍ତଙ୍କ ମନରେ ଦୟା ଆସୁଥିଲା। ହେଲେ ସେ ଝିଅର ବାପା କି ମା ପାଖରେ ଏହାର ସମାଧାନ ନଥିଲା। ସେମାନେ କେବଳ କାନ୍ଦିବା ଛଡ଼ା ଆଉ କିଛି କରିପାରୁନଥିଲେ। ସେ ଝିଅଟି ହେଉଛି ଜିଲ୍ଲାର ସବୁଠୁ ଶକ୍ତିଶାଳୀ ଅଫିସରଙ୍କର ଝିଅ ଥିଲା। ଝିଅଟିର ନାଁ ଥିଲା ରିଙ୍କି। ଆଉ ତାଙ୍କ ବାପା ଥିଲେ ଜିଲ୍ଲାର ଏସିପି। ଗତ 5 ଦିନ ହେଲା ରିଙ୍କିଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। କାରଣ ରିଙ୍କିର 2ଟି ଯାକ କିଡ଼ନୀ ନଷ୍ଟ ହୋଇଯାଇଥିଲା। 15 ଦିନ ଭିତରେ କିଡ଼ନୀ ପ୍ରତିରୋପଣ ଦରକାର ହେଉଥିଲା। ଆଉ ଏଥିପାଇଁ ରକ୍ତ ବି ଦରକାର ଥିଲା। ଗୁରୁତ୍ୱପୂର୍ଣ୍ଣ ହେଲା କି ରିଙ୍କିର ରକ୍ତ ଏବେ ନେଗେଟିଭ୍ ଥିଲା, ଯାହାକି ଏକ ବିରଳ ବ୍ଲଡ଼ ଗ୍ରୁପ୍ ଥିଲା। ବହୁତ କମ୍ ଲୋକଙ୍କ ବ୍ଲଡ଼ ଗ୍ରୁପ୍ ଏ ନେଗେଟିଭ୍ ଥିଲା। ତେଣୁ ଡାକ୍ତର ପ୍ରଥମେ ଏ ନେଗେଟିଭ୍ ବ୍ଲଡ଼ ଯୋଗାଡ଼ କରିକି ରଖିବା ପାଇଁ କହିଦେଇଥିଲେ। ଏସିପି ସାର୍ ବି ପୁରା ଦମ୍ ଲଗେଇ ଦେଇଥିଲେ ସେ ବିରଳ ବ୍ଲଡ଼ ଖୋଜିବା ପାଇଁ। ଯେହେତୁ ଏସିପିଙ୍କ କଥା, ତେଣୁ ଡାକ୍ତରଖାନା କର୍ତ୍ତୃପକ୍ଷ ବି ବ୍ଲଡ଼ ପାଇବା ପାଇଁ ଚେଷ୍ଟା ଜାରି ରଖୁଥିଲେ। ହେଲେ ମିଳୁନଥିଲା। ଅନ୍ୟପଟରେ ଦିନ ପରେ ଦିନ ବିତୁଥିଲା। ରିଙ୍କିର କଷ୍ଟ ବି ବଢ଼ୁଥିଲା। ଆଉ ତାର ଚିଲେଇବା ଶୁଣି ଲୋକଙ୍କ ମନରେ ବି କଷ୍ଟ ହେଉଥିଲା। ତାର ବାପା ମା ଅର୍ଥାତ୍ ଏସିପି ସାର୍ ନିଜର ସବୁ କର୍ମଚାରୀଙ୍କୁ ଲଗେଇ ଦେଇଥିଲେ ସେହି ଗ୍ରୁପର ବ୍ଲଡ଼ ଡୋନରଙ୍କୁ ଖୋଜିବା ପାଇଁ। ଡାକ୍ତର ଦେଇଥିବା କିଟ୍ ପୂରିବାକୁ ଆଉ ଗୋଟିଏ ଦିନ ଥିଲା। ସେତେବେଳେ ଯାଇ ସେ ରକ୍ତ ଓ ଡୋନର ମିଳିନଥିଲେ। ଏହି ସମୟରେ ଏକ ଚମତ୍କାର ହେଲା। ସେଦିନ ଥିଲା ସୋମବାର। ହସ୍ପିଟାଲ ଥିଲା ଚଳଚଞ୍ଚଳ। ହଠାତ୍ ସାଇରନ୍ ବଜେଇ ହସ୍ପିଟାଲ ଭିତରକୁ ପଶିଲା ଏକ ଆମ୍ବୁଲାନ୍ସ। ଗାଡ଼ି ଅଟକିବା ପରେ ତୁରନ୍ତ କର୍ମଚାରୀ ଆମ୍ବୁଲାନ୍ସ ଭିତରୁ ଡେଇଁ ପଡ଼ିଲେ। ଆଉ ଷ୍ଟ୍ରେଚରରେ ଶୋଇ ରହିଥିବା ଜଣେ 8 ବର୍ଷର ପୁଅକୁ ନେଇ ଦ୍ରୁତ ଗତିରେ ହସ୍ପିଟାଲ ଭିତରକୁ ଗଲେ। ଆଉ ଡାକ୍ତର ଯେତେବେଳେ ଦେଖୁଛନ୍ତି ତୁରନ୍ତ ଓଟିରେ ଭର୍ତ୍ତି କରିବାକୁ କହିଲେ। କାରଣ ତୁରନ୍ତ ଅପରେସନ୍ ନ କଲେ ପିଲାର ଜୀବନ ପ୍ରତି ବିପଦ ହୋଇଥିବା ଜଣାଇ ଦେଇଥିଲେ। ସେ ପିଲାର ପରିବାରରେ କନ୍ଦାକଟା ଆରମ୍ଭ ହୋଇଗଲା। ତୁରନ୍ତ ଅପରେସନ୍ ଆରମ୍ଭ ହୋଇଗଲା। 2 ଘଣ୍ଟା ପରେ ଡାକ୍ତର ଓଟିରୁ ବାହାରିଲେ। ହେଲେ ଶତ ଚେଷ୍ଟା ଫଳରେ ସେ ପିଲା ବଞ୍ଚି ପାରିଲାନି। ଶୁଣିକି ତାର ବାପା ମା ଚିଲେଇ ଚିଲେଇ କାନ୍ଦିବାରେ ଲାଗିଲେ। ଠିକ୍ ସେତିକି ବେଳେ ଡାକ୍ତରଙ୍କ ମନେ ପଡ଼ିଗଲା ଯେ ଏହି ପିଲାର ବି ବ୍ଲଡ଼ ଗ୍ରୁପ୍
AB ନେଗେଟିଭ। ସେ ନିଜ ଚାମ୍ବର ଛାଡ଼ି ଦୌଡ଼ିଲେ ସେ ପିଲା ପାଖକୁ, ଆଉ ତାକୁ ପୁଣି ଥରେ ଓଟିରେ ଭର୍ତ୍ତି କରାଗଲା। ତାର ବାପାଙ୍କୁ ବି ଡକାଗଲା। ତାର ବାପା ଯିଏ ଥିଲେ ରାଜୀବଙ୍କୁ ଡାକ୍ତର ବୁଝେଇଲେ କି ପୁଅ ତ ଆଉ ଏ ଦୁନିଆରେ ରହିଲାନି, ତେଣୁ ତାର ଅଙ୍ଗଦାନ କରିଦିଅନ୍ତୁ, ଆଉ କାହା ଶରୀରରେ ପୁଅ ଜୀବିତ ହୋଇ ରହିବ। ଡାକ୍ତର ଓ ଷ୍ଟାଫ୍ ବୁଝେଇବା ପରେ ରାଜୀବ ରାଜି ହୋଇଗଲେ। ସେ ଜଣେ ଶିକ୍ଷିତ ଓ ସଚେତନ ଧର୍ମୀ ମଣିଷ ଥିଲେ, ତେଣୁ ଭାବିଲେ କି ମୋ ପୁଅ ତ ବଞ୍ଚିଲାନି, ତେଣୁ ତା ଦ୍ୱାରା ଯଦି ଆଉ କିଏ ଉପକୃତ ହୋଇପାରିଲା ତାହେଲେ ତାଠାରୁ ବଳି ଆଉ କିଛି ନାହିଁ। ରାଜୀବଙ୍କ ସହିତ କଥା ହେବା ବେଳେ ତାଙ୍କର ବି AB ନେଗେଟିଭ ବ୍ଲଡ଼ ବୋଲି ଡାକ୍ତର ଜାଣିପାରିଲେ। ତେଣୁ ଏ ଖୁସି ଖବର ସେ ଏସିପିଙ୍କ ପତ୍ନୀକୁ ଜଣାଇଦେଲେ। କାରଣ ସେତେବେଳେ ଏସିପି ଡାକ୍ତରଖାନାରେ ନଥିଲେ, ଆଉ ଜରୁରୀ କାମରେ ବି ଜିଲ୍ଲା ବାହାରକୁ ଯାଇଥିଲେ। ରାଜୀବଙ୍କ ଠାରୁ ରକ୍ତ ନିଆଗଲା, ଆଉ ତାଙ୍କର ମୃତ ପୁଅର କିଡନୀ କାଢ଼ି ରଖାଗଲା। ପୁରା ସୁରକ୍ଷାର ସହିତ ଡାକ୍ତରଖାନାରେ ସେସବୁ ରଖାଗଲା। ଆଉ ପରଦିନ ରିଙ୍କି ଦେହରେ ସେହି କିଡନୀ ପ୍ରତିରୋପଣ କରାଯିବ ବୋଲି ଡାକ୍ତର ନିଷ୍ପତ୍ତି ନେଲେ। ସବୁ କାମ ସରିବା ବେଳକୁ 2 ଘଣ୍ଟା ଲାଗିଯାଇଥିଲା। କାମ ସରିବା ପରେ ରାଜୀବଙ୍କୁ ତାଙ୍କର ପୁଅର ଶରୀର ଫେରାଇ ଦିଆଗଲା। ମୃତ ପୁଅକୁ ଧରି ରାଜୀବ ଓ ପତ୍ନୀ କାନ୍ଦି କାନ୍ଦି ଘରକୁ ଫେରିଲେ। ଗାଁକୁ ନେଇ ଅନ୍ତିମ ସଂସ୍କାର କଲେ। ଅନ୍ୟପଟରେ ସେହି ଦିନ ଏସିପି ଫେରୁ ଫେରୁ ସନ୍ଧ୍ୟା ହୋଇଯାଇଥିଲା, ଆଉ ସେ ଫେରିବା ବେଳକୁ ସବୁ କାମ ସରିଯାଇଥିଲା। ତେଣୁ ସେ ରାଜୀବଙ୍କ ସହିତ ଆଉ ଦେଖା କରିପାରିଲେନି କି ତାଙ୍କୁ ଧନ୍ୟବାଦ ବି ଜଣାଇ ପାରିଲେନି। ପରଦିନ ଠିକ୍ ସମୟରେ ରିଙ୍କିର ଅପରେସନ୍ ଆରମ୍ଭ ହୋଇଗଲା। ରାଜୀବଙ୍କ ପୁଅର କିଡନୀ ରିଙ୍କିଙ୍କ ଠାରେ ପ୍ରତିରୋପଣ କରାଗଲା, ଆଉ ରାଜୀବଙ୍କର ରକ୍ତକୁ ବି ରିଙ୍କିଙ୍କୁ ଦିଆଗଲା। ଦୀର୍ଘ 5 ଘଣ୍ଟା ପରେ ଅପରେସନ୍ ସରିଲା, ଆଉ ଅପରେସନ୍ ରୁମ୍ରୁ ବାହାରି ଅପରେସନ୍ ସଫଳ ହୋଇଥିଲା ଡାକ୍ତର କହିଲେ। ଏତିକି ଶୁଣିବା ପରେ ଏସିପି ସାର୍ ଓ ତାଙ୍କ ପତ୍ନୀଙ୍କ ଦେହରେ ଯେମିତି ପ୍ରାଣ ପଶିଲା। ଏତିକି ବେଳେ ସେମାନଙ୍କର ରାଜୀବ କଥା ମନେ ପଡ଼ିଲା, ଆଉ ସେମାନେ ଭାବିକି ଦୁଃଖ ପ୍ରକାଶ କଲେ। ବାପ ପୁଅ ଅର୍ଥାତ୍ ରାଜୀବ ତାଙ୍କ ଛୋଟ ପୁଅ ପାଇଁ ରିଙ୍କି ଆଜି ନୂଆ ଜୀବନ ପାଇଥିବା ସେମାନେ ଅନୁଭବ କଲେ। ଦେଖା ହୋଇ ନ ପାରିଲେ ବି ସେମାନେ ରାଜୀବଙ୍କୁ ମନେ ମନେ ସତ ସତ ଧନ୍ୟବାଦ ଜଣାଇଲେ। ହେଲେ ଏସିପି ସାର୍ଙ୍କର ମନ ଜମା ବି ମାନୁନଥିଲା, କାରଣ ତାଙ୍କ ଝିଅର ଜୀବନ ବଞ୍ଚାଇଥିବା ରାଜୀବ ରୂପୀ ଭଗବାନଙ୍କୁ ଏସିପି ସାର୍ ନିଜେ ଭେଟି ଧନ୍ୟବାଦ ଦେବାକୁ ଚାହୁଁଥିଲେ। ସେ ରାଜୀବଙ୍କ ସମ୍ପର୍କରେ ଜାଣିବାକୁ ଚାହୁଁଥିଲେ, କାରଣ ଜଣେ ଅଜଣା ଲୋକଙ୍କୁ ନିଜର ରକ୍ତ ଓ ପୁଅର କିଡନୀ ଦେଇଥିବା ଲୋକ ନିଶ୍ଚୟ ଜଣେ ଭଗବାନ ହୋଇଥିବେ ବୋଲି ଏସିପିଙ୍କ ଧାରଣା ହେଲା। ତେଣୁ ସେ ହସ୍ପିଟାଲର କାଗଜପତ୍ର ଖୋଜିବାକୁ ଲାଗିଲେ, କାରଣ କିଡନୀ ଅଦଳ ବଦଳ ପାଇଁ ରାଜୀବଙ୍କର ଠିକଣା ଓ ଫୋନ୍ ନମ୍ବର ସେ କାଗଜରେ ଲେଖା ହୋଇଥିଲା। ହସ୍ପିଟାଲ କାଗଜରୁ ସେ ତାଙ୍କ ଫୋନ୍ ନମ୍ବର ନେଇ ଫୋନ୍ ଲଗେଇଲେ, ହେଲେ ଫୋନ୍ ଲାଗୁନଥିଲା। ଫୋନ୍ ସୁଇଚ୍ ଅଫ୍ ରହିଥିଲା। ଏସିପି ସାର୍ ବ୍ୟସ୍ତ ହୋଇପଡ଼ିଲେ। ପୁଣି କାଗଜ ଯାଞ୍ଚ କରିବାରୁ ସେଥିରେ ରାଜୀବଙ୍କର ଠିକଣା ଲେଖାଥିଲା। ପରଦିନ ଏସିପି ସାର୍ ନିଜେ ଗାଡ଼ି ଚଳାଇ ସେ ଠିକଣା ଜାଗାକୁ ଗଲେ। ସାହି ପଡ଼ିଶାଙ୍କୁ ପଚାରିବା ପରେ ସେ ଗାଁକୁ ପଳାଇଥିବା କହିଲେ, ହେଲେ କିଏ ବି ତାଙ୍କ ଗାଁ ଠିକଣା କହିପାରିଲେନି। ତେଣୁ ନିରାଶ ମନରେ ସେ ହସ୍ପିଟାଲ ଫେରିଲେ। ନିଜ କାମରେ ଲାଗିଲେ, ହେଲେ କୌଣସି କ୍ଷେତ୍ରରେ ବି ତାଙ୍କର ମନ ମାନୁନଥିଲା। କେମିତି ସେ ରାଜୀବଙ୍କୁ ଭେଟିବେ, ସେ ଚିନ୍ତା ତାଙ୍କୁ ଲାଗି ରହୁଥିଲା। ତେଣୁ ସେ ପ୍ରତିଦିନ ରାଜୀବଙ୍କ ନମ୍ବରକୁ ଫୋନ୍ କରିବା ସହିତ ହସ୍ପିଟାଲରୁ ପାଇଥିବା ଠିକଣାକୁ ଯାଇ ଖୋଜୁଥିଲେ। ଅନ୍ୟପଟରେ ରାଜୀବ ଥିଲେ ସଫେଇ କର୍ମଚାରୀ, ଶିକ୍ଷିତ ଓ ସଚେତନ ଧର୍ମୀ ମଣିଷ ଥିଲେ। ଶିକ୍ଷା ଅନୁସାରେ ଚାକିରି ମିଳିନଥିବାରୁ ସେ ସଫେଇ କର୍ମଚାରୀ ଭାବରେ କାମ କରୁଥିଲେ। ପରିବାର କହିଲେ ସେ, ତାଙ୍କ ସ୍ତ୍ରୀ ଆଉ ପୁଅ ରୋହିତ। ବାପା ମା କେବେଠୁ ଆରପାରିକୁ ଚାଲିଯାଇଥିଲେ। ବାପା ମା ଚାଲିଯିବା ପରେ ସେ ଗାଁ ଛାଡ଼ି ଆସି ସହରରେ ରହୁଥିଲେ। କମ୍ ଦରମା ମିଳୁଥିଲେ ବି ସେଥିରେ ସେମାନେ ଖୁସିରେ ଚଳିଯାଉଥିଲେ। ପୁଅ ରୋହିତ ପାଖ ସରକାରୀ ସ୍କୁଲରେ 3ୟ କ୍ଲାସରେ ପାଠ ପଢ଼ୁଥିଲା। ପାଠରେ ଯେମିତି ଧୁରନ୍ଧର ଥିଲା, ସେମିତି ଚାଲାକ ଚତୁର ଥିଲା। ରାଜୀବ ବି ଜଣେ ବୁଝିବା ସୁଝିବା ଲୋକ ଥିଲେ। କୌଣସି ଦିନ ସେ ଛୁଟି ନ ନେଇ ନିଜ କାମକୁ ଠିକ୍ ଭାବରେ କରୁଥିଲେ। ସେଥିପାଇଁ ଅଫିସରେ ତାଙ୍କର ସୁନାମ ଥିଲା। ସମସ୍ତେ ତାଙ୍କୁ ଖୁବ୍ ଭଲ ପାଉଥିଲେ। କମ୍ ଦରମାରେ ଛୋଟିଆ ପରିବାର ଖୁବ୍ ଖୁସିରେ ଚାଲୁଥିଲା।
ରୋହିତର ମୃତ୍ୟୁ ରାଜୀବ ଓ ତାଙ୍କ ସ୍ତ୍ରୀଙ୍କୁ ଭାଙ୍ଗି ଦେଇଥିଲା। ରାଜୀବ ଓ ତାଙ୍କ ସ୍ତ୍ରୀ ଛୋଟ ପୁଅକୁ ସବୁବେଳେ ଝୁରୁଥିଲେ। ଯେଉଁଦିନ ଏ ଘଟଣା ଘଟିଲା ତାର 2 ଦିନ ପରେ ଥିଲା ଗଣେଶ ପୂଜା। ଗଣେଶ ପୂଜାରେ ନୂଆ ଡ୍ରେସ୍ ପିନ୍ଧିବ ବୋଲି କେତେ ଖୁସି ଥିଲା ପୁଅ। ତେଣୁ ତାର ମାଆକୁ ବାରମ୍ବାର କହୁଥିଲା କି ମା, ମୋ ପାଇଁ ନୂଆ ଜାମା କିଣିଦିଅ, ମୁଁ ଗଣେଶ ପୂଜାରେ ପିନ୍ଧିବି, ମୋ ସାଙ୍ଗମାନେ ସବୁ ନୂଆ ପିନ୍ଧିବେ। ଯଦି ମୋ ପାଇଁ ଆଣି ନ ଦେବ ତାହେଲେ ସାଙ୍ଗମାନେ ମୋତେ ଚିଡ଼େଇବେ। ପୁଅର ଖୁସି ପାଇଁ ରାଜୀବ ଡ୍ରେସ୍ ଆଣିବା ପାଇଁ ରାଜି ହେଇଗଲେ। ସଫେଇ କର୍ମଚାରୀଙ୍କ ଦରମା ପୁରା କମ୍ ହୋଇଥିବା ବେଳେ ସେଥିରେ ଘର ଚଳାଇବା ମୁସ୍କିଲ ହୋଇପଡ଼ୁଥିଲା। ତଥାପି ପୁଅର ଖୁସି ପାଇଁ ସ୍ତ୍ରୀ ଓ ପୁଅକୁ ନେଇ ସେ ଆଖପାଖ ମାର୍କେଟକୁ ଗଲେ। ବହୁତ ଖୋଜାଖୋଜି କରିବା ପରେ ଗୋଟିଏ ଡ୍ରେସ୍ ପସନ୍ଦ ହେଲା। ଡ୍ରେସ୍ ବି କିଣା ସରିଥିଲା। ଡ୍ରେସ୍ ଦେଖି ପୁଅ ବହୁତ ଖୁସି ଥିଲା। ମନେ ମନେ ଗୁଣୁଗୁଣୁ ହୋଇ ଗୀତ ଗାଉଥିଲା। ମାଆକୁ କହୁଥିଲା କି ମା, ସେଦିନ ମୋତେ ସକାଳୁ ଉଠେଇ ଗାଧେଇକି ଜଲ୍ଦି ସ୍କୁଲକୁ ଛାଡ଼ିଦେବ, ମୁଁ ନୂଆ ଜାମା ପିନ୍ଧି ପୂଜା କରିବି। ହେଲେ ତାର ଖୁସି ଆଉ ରହିଲାନି। ଖୁସି ହୋଇ ଗୁଣୁଗୁଣୁ ହୋଇ ଗୀତ ଗାଇ ଗାଇ ସେ କେତେବେଳେ ରାସ୍ତା ଉପରକୁ ପଳେଇଥିଲା ସେ ଜାଣିନଥିଲା। ରାଜୀବ ଓ ତାଙ୍କ ସ୍ତ୍ରୀ ଦେଖିଲେ ଏକ ବଡ଼ ଟ୍ରକ୍ ଆସି ପୁଅକୁ ଧକ୍କା ଦେଲା। ଆଉ ସେ 10 ଫୁଟ ଦୂରକୁ ଛିଟିକି ପଡ଼ିଲା। ଚିତ୍କାର କରି ରାଜୀବ ପୁଅ ପାଖକୁ ଦୌଡ଼ିଲେ। ହେଲେ ସେତେବେଳକୁ ରକ୍ତ ଜୁଡ଼ବୁଡ଼ ଅବସ୍ଥାରେ ରୋହିତ ରାସ୍ତା ପାର୍ଶ୍ୱରେ ପଡ଼ି ରହିଥିଲା। ସାଙ୍ଗେ ସାଙ୍ଗେ ତାକୁ କୋଳେଇ ନେଇ ରାଜୀବ ଚିଲେଇ ଚିଲେଇ କାନ୍ଦିବାରେ ଲାଗିଲେ। ଅଳ୍ପ ସମୟ ଭିତରେ ଆମ୍ବୁଲାନ୍ସ ପହଞ୍ଚିଗଲା ଆଉ ପୁଅକୁ ନେଇ ହସ୍ପିଟାଲକୁ ଦୌଡ଼ିଲେ ରାଜୀବ। ପ୍ରାୟ 20 ମିନିଟର ରାସ୍ତା ଥିଲା। ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ବି ତୁରନ୍ତ ଦେଖିବା ସହିତ ଅପରେସନ୍ କଲେ। ହେଲେ ତା ମୁଣ୍ଡରେ ଏତେ ଜୋରରେ ଆଘାତ ହୋଇଥିଲା ଯେ ବ୍ରେନ୍ ଡେଡ୍ ହୋଇଯାଇଥିଲା। ବ୍ରେନ୍ ଭିତରେ ବହୁତ ଜୋରରେ ବ୍ଲିଡ଼ିଂ ହେଉଥିଲା ଆଉ ଅପରେସନ୍ ବେଡ଼୍ରେ ହିଁ ତାର ପ୍ରାଣ ଚାଲିଯାଇଥିଲା। ଆଉ ଠିକ୍ ସେତିକି ବେଳେ ଡାକ୍ତରଙ୍କର ମନେ ପଡ଼ିଲା ଯେ ରୋହିତ ଓ ରାଜୀବଙ୍କର ବ୍ଲଡ୍ ଗ୍ରୁପ୍ ସେଇଆ ଯାହାକି ଏସିପିଙ୍କ ଝିଅ ରିଙ୍କିର ଥିଲା। ଅର୍ଥାତ୍ ସେମାନଙ୍କର ବ୍ଲଡ୍ ଗ୍ରୁପ୍ ଥିଲା AB ନେଗେଟିଭ୍। ତେଣୁ ଡାକ୍ତର ସାଙ୍ଗେ ସାଙ୍ଗେ ରାଜୀବ ଓ ତାଙ୍କ ସ୍ତ୍ରୀଙ୍କୁ ଡାକି ସବୁ ଘଟଣା କହିବା ସହିତ ବୁଝେଇଥିଲେ। ଆଉ ସେ ରାଜି ହେବା ପରେ ରୋହିତଙ୍କ ଦେହରୁ କିଡନୀ କାଢ଼ି ରଖାଗଲା। ଆଉ ପରଦିନ ହିଁ ରିଙ୍କି ଦେହରେ ପ୍ରତିରୋପଣ କରାଯାଇଥିଲା। ଏହି ବ୍ୟସ୍ତତା ଭିତରେ ଏସିପି ସାର୍ ରାଜୀବଙ୍କ ସହିତ ଦେଖା ହୋଇପାରିନଥିଲେ। ତେଣୁ ତାଙ୍କ ମନରେ ସବୁବେଳେ ସେହି କଥା ହିଁ ରହୁଥିଲା କି ରାଜୀବଙ୍କୁ ଭେଟି କେମିତି ଧନ୍ୟବାଦ ଦେବି। ଏମିତି 15 ଦିନ ବିତି ଯାଇଥିଲା। ହେଲେ ରାଜୀବ ସହରରେ ଥିବା ଭଡ଼ା ଘରକୁ ଫେରୁନଥିଲେ। ସେ ଏବେ ବି ରୋହିତର ମରିବା ଦୁଃଖରୁ ବାହାରି ପାରିନଥିଲେ। ଏମିତି ଆଉ 10 ଦିନ ବିତି ଯାଇଥିଲା। ଶେଷରେ ସେ ନିଜକୁ ସମ୍ଭାଳିଲେ, ସ୍ତ୍ରୀଙ୍କୁ ବି ବୁଝେଇଲେ। ଧୀରେ ଧୀରେ ଦୁହେଁ ଭଲ ହେଲେ ଆଉ କାମକୁ ଫେରିବା ପାଇଁ ମନସ୍ଥ କଲେ। ରୋହିତ ମୃତ୍ୟୁର ପୁରା 28 ଦିନ ପରେ ସେମାନେ ସହରକୁ ଫେରିଲେ। ସେଦିନ ଆଉ ଅଫିସ୍ ଗଲେନି ରାଜୀବ। ଘର ସଫାସଫି କରିବା ସହିତ ବିଶ୍ରାମ ନେଲେ। ପରଦିନ ସକାଳୁ ଅଫିସ୍ ବାହାରି ପଡ଼ିଲେ ଆଉ ସେଠାରୁ ସିଧା କାମକୁ। ଅର୍ଥାତ୍ ପ୍ରତିଦିନ ତାଙ୍କର NH5ରେ ଡ୍ୟୁଟି ପଡ଼ୁଥିଲା। ସେ ରାଜରାସ୍ତା ସଫା କରୁଥିଲେ। ଏସିପି ସାର୍ ପ୍ରତିଦିନ ପରି ସେଦିନ ରାଜୀବଙ୍କ ଘରକୁ ଗଲେ। ଆଉ ଯେତେବେଳେ ଦେଖିଲେ କି ଘର ଖୋଲା ଅଛି ସେ ଖୁସି ହେଇଗଲେ। କବାଟ ଠକ୍ ଠକ୍ କରିବାରୁ ରାଜୀବଙ୍କର ସ୍ତ୍ରୀ ଆସି କବାଟ ଖୋଲିଲେ ଆଉ ତାଙ୍କ ସ୍ତ୍ରୀଙ୍କୁ ସବୁ କଥା କହି ରାଜୀବଙ୍କ ଠିକଣା ପଚାରିଲେ। ରାଜୀବଙ୍କ ସ୍ତ୍ରୀକୁ ବି ସେ ଢେର ସାରା ଧନ୍ୟବାଦ ଦେଲେ ଆଉ ଠିକଣା ନେଇ ସିଧା NH5କୁ ବାହାରିଗଲେ। ଆଗେ ଆଗେ 2ଟି ଜିପ୍ ଆଉ ପଛରେ ଥିଲେ ଏସିପି ସାର୍। ସିଧା ଯାଇ ରାଜୀବଙ୍କ ପାଖରେ ଅଟକିଲା ପୋଲିସ ଗାଡ଼ି। ଏସିପି ସାର୍ ଗାଡ଼ିରୁ ଓହ୍ଲେଇ ପଚାରିଲେ କି ରାଜୀବ କିଏ? ଏସିପି ନିଜେ ପଚାରୁଥିବାରୁ ରାଜୀବ ପ୍ରଥମେ ଡରି ଯାଇଥିଲେ। ହେଲେ ମନେ ମନେ ଭାବିଲେ କି ମୁଁ ତ କିଛି ଦୋଷ କରିନି ଯେ ମୋତେ ପୋଲିସ ବାନ୍ଧି ନେବ। ତେଣୁ ସେ କହିଲେ କି ସାର୍ ମୁଁ ରାଜୀବ, କିଛି ଅସୁବିଧା ହେଇଛି କି? ରାଜୀବଙ୍କ ମୁହଁରୁ ଶୁଣିବା ପରେ ଏସିପି ସାର୍ କିଛି ନ କହି ତାଙ୍କୁ କୁଣ୍ଢେଇ ପକେଇଲେ ଆଉ କାନ୍ଦି କାନ୍ଦି ସାଲ୍ୟୁଟ୍ ମାରିଲେ। ରାସ୍ତା ମଝିରେ ଜଣେ ଝାଡ଼ୁଦାରଙ୍କୁ ଏସିପି ନିଜେ ଏମିତି କୁଣ୍ଢେଇ ସାଲ୍ୟୁଟ୍ ମାରିବାକୁ ନେଇ ସମସ୍ତେ ଚକିତ ହୋଇଗଲେ। ନିଜେ ରାଜୀବ ବି କିଛି ବୁଝିପାରୁନଥିଲେ କ'ଣ ହେଉଛି ବୋଲି। ଅଳ୍ପ ସମୟ ଭିତରେ ଏସିପି ସାର୍ ଯେତେବେଳେ ସବୁ କଥା କହି ରାଜୀବଙ୍କୁ ଢେର ସାରା ଧନ୍ୟବାଦ ଦେଲେ ସେତେବେଳେ ରାଜୀବ ବୁଝିଗଲେ
ସେ ବି ଖୁସି ହେଇଗଲେ କି ରୋହିତର ଅଙ୍ଗ ଏସିପି ସାର୍ଙ୍କ ଝିଅ ଦେହରେ ଅଛି ବୋଲି। ଏସିପି ସାର୍ ରାଜୀବ ଓ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ଘରକୁ ଡକେଇଲେ। 2 ଦିନ ପରେ ରାଜୀବ ଓ ତାଙ୍କ ସ୍ତ୍ରୀ ଏସିପିଙ୍କ ନିମନ୍ତ୍ରଣ ରଖି ତାଙ୍କ ଘରକୁ ଗଲେ। ସେଠାରେ ଦୁହିଁଙ୍କର ଖୁବ୍ ଚର୍ଚ୍ଚା କରାଗଲା। ରାଜୀବ ପୁରା ମନ ଭରି ରିଙ୍କିକୁ ଦେଖିଲେ। ରିଙ୍କି ଭିତରେ ସେ ନିଜ ପୁଅ ରୋହିତକୁ ଦେଖିପାରିଲେ। ଆଉ ଠିକ୍ ସେହି ସମୟରେ ଏସିପି ସାର୍ଙ୍କ ସ୍ତ୍ରୀ ଆସି କହିଲେ କି ରାଜୀବ, ଆଜିଠାରୁ ରିଙ୍କି ବି ତମ ଝିଅ। ତମର ଯେବେ ବି ଇଚ୍ଛା ହେବ ଆସିକି ରିଙ୍କିକୁ ଦେଖିପାରିବ, କାରଣ ତା ଦେହରେ ତମ ପୁଅର ଅଙ୍ଗ ଲାଗିଛି, ତେଣୁ ସେ ବି ତମ ଝିଅ। ଶୁଣିକି ରାଜୀବ ଓ ତାଙ୍କ ସ୍ତ୍ରୀ କାନ୍ଦି ପକେଇଲେ। ରିଙ୍କିର ମୁଣ୍ଡକୁ ଆଉଁସି ତାକୁ କୁଣ୍ଢେଇ ପକେଇ ଖୁବ୍ ସାରା ଗେଲ କଲେ। ଆସିବା ବେଳକୁ ଏସିପି ସାର୍ ପୁରା 1 ଲକ୍ଷ ଟଙ୍କା ରାଜୀବଙ୍କୁ ଯାଚିଲେ। କହିଲେ, ରାଜୀବ, ଖରାପ ଭାବିବନି, ମୁଁ ଜାଣିଛି ତମେ ବହୁତ କଷ୍ଟରେ ଅଛ। ଏଇଟା ମୋ ତରଫରୁ ଗୋଟିଏ ଛୋଟିଆ ସାହାଯ୍ୟ ଭାବିକି ରଖ। ହେଲେ ରାଜୀବ ଥିଲେ ନିଃସ୍ୱାର୍ଥପର ଆଉ ନିଲୋଭୀ ମଣିଷଟିଏ, ତେଣୁ ଟଙ୍କା ନେବାକୁ ମନା କରିଦେଲେ। ଆଉ କହିଲେ କି ସାର୍, ରିଙ୍କିକୁ ମୋ ଝିଅ ବୋଲି ମୁଁ ମାନିନେଲି, ଆଉ ଆପଣ ବି ତାକୁ ଦେଖିବା ପାଇଁ ମୋତେ ଅନୁମତି ଦେଲେ। ମୁଁ କେମିତି ଆପଣଙ୍କ ଠାରୁ ଟଙ୍କା ନେଇପାରିବି? ଗରିବ ସତ, ହେଲେ ମୋର ଲୋଭ ନାହିଁ। ପୁଣି ରାଜୀବ ଓ ତାଙ୍କ ସ୍ତ୍ରୀ ସେଠାରୁ ପଳେଇ ଆସିଲେ। ତ କାହାଣୀଟି ଏତିକି ଥିଲା। ଏବେ ରିଙ୍କି 11 ବର୍ଷର ହୋଇଗଲାଣି, ଆଉ ରାଜୀବ ଓ ତାଙ୍କ ସ୍ତ୍ରୀ ମଝିରେ ମଝିରେ ଆସି ରିଙ୍କିକୁ ଦେଖିବା ସହିତ ଆଶୀର୍ବାଦ ଦେଇ ଯାଉଛନ୍ତି। ଆପଣଙ୍କୁ କାହାଣୀଟି କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ତ ଶ୍ରୋତା ବନ୍ଧୁମାନେ, ଆଶା କରୁଛି ଆଜିର ଏହି କାହାଣୀଟି ଆପଣମାନଙ୍କୁ ନିଶ୍ଚିନ୍ତ ପସନ୍ଦ ଆସିଥିବ। ଆଉ ପସନ୍ଦ ଆସିଥିଲେ ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ। ତେବେ ଆଜି ପାଇଁ ରହୁଛି ବାଏ। ପୁଣି ଦେଖା ହେବ ଆଉ ଏକ ସୁନ୍ଦର କାହାଣୀ ସହିତ ଆଉ ଏକ ନୂଆ ଭିଡ଼ିଓରେ। ଧନ୍ୟବାଦ।